Hello everyone, welcome you to A2M classes. कंप्यूटर क्लास चालू अछि आज होछि क्लास 3 जोटा कि आपनकर एसएसडी आरएसटी एलटीआर जेटी आरआई ओमिनो ओएसएससी ओ ट्रिपल एससी सब जो आपण एग्जाम होछि सेतरे कंप्यूटर बहुत ही इंपोर्टेंट क्वेश्चन आसु अछि तो फुल कांसेप्ट कवर होछि आपनकर कंप्यूटर ऊपरे तो आपनकर आजिकार जो कंटेंट रोछि होछि कंप्यूटर आर्किटेक्चर तो कंप्यूटर आर्किटेक्चर विषय बहुत ही क्वेश्चन आसीताय तो आपनकर इनपुट आउटपुट डिवाइस ଆପଣ ସିପିୟୁ ଉପରେ क्वेश्चन ଆସିଥାଏ ଯଦି ଆପଣ ଏ ଚ୍ୟାନେଲ କୁ ପ୍ରଥମ ଥର ଭିଜିଟ କରୁଛନ୍ତି ଲାଇକ୍ କରି ନେବେ ସବସ୍କ୍ରାଇବ କରି ନେବେ ବେଲ ଆଇକନ ପ୍ରେସ କରି ନେବେ ଯେତେବେଳେ ଆପଣ କୌଣସି ନୂଆ ଭିଡିଓ ଆପଣଙ୍କୁ ଅପଲୋଡ ହଉଛି ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ମିଳିଯିବ ତ ଆପଣଙ୍କର ଯୋଉ କ୍ଲାसेस ଟି ରହିଛି ଯୋଉ କମ୍ପ୍ୟୁଟର ଆର୍କିଟେକ୍ଚର ତ ଆମକୁ ପ୍ରଥମେ ବୁଝିବାର ଅଛି କମ୍ପ୍ୟୁଟର ଆର୍କିଟେକ୍ଚର ଆମେ କାହାକୁ କହୁଛନ୍ତି ତ କମ୍ପ୍ୟୁଟର ଆର୍କିଟେକ୍ଚର ଡିଲ୍ସ ୱିଥ ଦ ଫଙ୍କସନାଲ ବିହେଭିୟର ଅଫ ଏ କମ୍ପ୍ୟୁଟର ସିଷ୍ଟମ ଆଜ viewed by a programmer ଯେତେବେଳେ ଗୋଟେ ପ୍ରୋଗ୍ରାମର କମ୍ପ୍ୟୁଟର ଟାକୁ ବନେଇଛି ସେ କଣ କରୁଛି ନା କମ୍ପ୍ୟୁଟରର ଷ୍ଟ୍ରକ୍ଚର ଦେଖଉଛି ତମେ ଦେଖିପାରିବ ଗୋଟେ କମ୍ପ୍ୟୁଟରର ଷ୍ଟ୍ରକ୍ଚର ଟା କଣ ଏଠି ଗୋଟେ ଦେଖିବ ଗୋଟେ ମନିଟର ଟେ ରହିଛି ଏଠି ଗୋଟେ ସିପିୟୁ ରହିଛି ଏଠି ଗୋଟେ ତମର ରହିଛି କଣ कीबोर्ड रही माउस रही हाँ स्टोरेज डिवाइस रही प्रिंटर रही ये हूँ गोटे ग्रुप किसी इंस्ट्रूमेंट को लेकिन हाँ इक्विपमेंट को लेकिन गोटे ग्रुप कराई ग्रुप टाक ही कहूँ कंप्यूटर बोली तो यहाँ कहूँ कंप्यूटर आर्किटेक्चर तो आमको बुझार अच्छी कंप्यूटर आर्किटेक्चर रे कहार को माने फंक्शन अच्छी हाँ तो गोटे माउस रो कौन फंक्शन रोचे गोटे मॉनिटर रो कौन फंक्शन रोचे गोटे सीपीयू रो कौन फंक्शन रोचे हाँ तो एटा को हमको बुझिया पड़िबो तो एतार बहुत ही क्वेश्चन आस्ता है तेणु आमे कहउछंती कोन ना कंप्यूटर आर्किटेक्चर डील्स विथ द फंक्शनल बिहेवियर ऑफ ए कंप्यूटर सिस्टम एज viewed by a programmer हाँ so it can also be described as the logical structure of the system and unit that housed electronic components देखो जति कि सब मु कहली माउस टे हो कीबोर्ड टे हो सब इलेक्ट्रॉनिक कंपोनेंट बोली कहआ जाउची ए ग्रुप टाକୁ ଆମେ କହୁଛନ୍ତି ଏଟା କମ୍ପ୍ୟୁଟର ବୋଲି କହୁଛନ୍ତି ତ ଏଇ କମ୍ପ୍ୟୁଟର କୁ ଯୋଉ ଗ୍ରୁପ ଟାକୁ କୁହାଯାଉଛି ଏଟା କମ୍ପ୍ୟୁଟର କୁହାଯାଉଛି ତାର ଯୋଉ ଶୈଳୀ ଅଛି କି ମନିଟର କୋଉଟା କେମିତି ଦେଖା ହଉଛି ଗୋଟେ ଆପଣଙ୍କର କିବୋର୍ଡ ଟା କେମିତି ଦେଖା ହଉଛି ଏଟାକୁ ଆର୍କିଟେକ୍ଚର ବୋଲି କୁହାଯାଉଛି ଯେତେବେଳେ ଘର ବନଉଛନ୍ତି ଗୋଟେ ଘରର ଡିଜାଇନ ଟା ତ ଘରର ଡିଜାଇନ ଟାକୁ ଆମେ କହୁଛନ୍ତି କଣ ଗୋଟେ ଆର୍କିଟେକ୍ଟ ବୋଲି କହୁଛନ୍ତି ଯେ ଏଠି ବାଥରୁମ ରହୁଛି ଏଠି ବେଡରୁମ ରହୁଛି ଏଠି ଆପଣଙ୍କର ଇଏ ପୂଜା ଘର ରହୁଛି ତ ଏ ସବୁ ଗୁଡାକ ଆମେ କହୁଛନ୍ତି କଣ ରୋଷେଇ ଘର ରହୁଛି ଏ ସବୁ ଆମେ କଣ କହୁଛନ୍ତି ନା ଗୋଟେ ଆର୍କିଟେକ୍ଟ ବୋଲି କହୁଛନ୍ତି ଯୋଉଟା କି ଆମେ ସ୍ପେଶାଲିଷ୍ଟ ଆର୍କିଟେକ୍ଚର ପାଖରୁ ବନେଇଥାନ୍ତି ତ ସେଇଭଳିଆ କମ୍ପ୍ୟୁଟରରେ ସିପିୟୁ କେମିତି ହବା ଦରକାର ଗୋଟେ ପ୍ରିଣ୍ଟର କିପରି ହବା ଦରକାର ମନିଟର କିପରି ହବା ଦରକାର କିବୋର୍ଡ ମାଉସ କିପରି ହବା ଦରକାର ତ ଏଇଟାକୁ ଆମେ ସବୁ କହୁଛନ୍ତି ତ ଏଇଟା କମ୍ପ୍ୟୁଟର ଆର୍କିଟେକ୍ଚର ଏଠି ସବୁ ତାର ମାନେ ପାର୍ଟସ ହେଇକି ରହିଛି ଆମକୁ ବୁଝିବାକୁ ପଡିବ ହେଲା ଏଥର ବହୁତ ହି କ୍ୱେଶ୍ଚନ ଆସିଥାଏ ହଁ it can also be described as the logical structure of the system unit that housed electronic components. The first computer architecture was introduced in 1970. मन रखिबो first computer architecture केबे जोटा कि आपनकर इंट्रोड्यूस हेतिला हमें कहउछन 1970 बाय द जॉन न्यूमैन को द्वारा हमर कंप्यूटर आर्किटेक्चर तो फर्स्ट इंट्रोड्यूस हेतिला 1970 रे हाँ 1970 रे मन रखिबे 1970 बोली एटू क्वेश्चन आछि तो आपनको फास्ट जानिया दरकार जे आर्किटेक्चर कोन फास्ट देखिबे इनपुट यूनिट रोच गोटे तापर आपनकर सीपीयू यूनिट रोच गोटे हमें सेंट्रल प्रोसेसिंग यूनिट बोली हमें कहउछदी तापर आपनकर आउटपुट यूनिट रोची तापर आपनकर स्टोरेज यूनिट रोची तो आपनको ए यूनिट गुडा बुझिया पड़िबो आपण माने देखिथिबे गोटे इनपुट यूनिट काहा कहउछदी ଯେତେବେଳେ ଆପଣ ଜାଣିଥିବା ଦରକାର ଯେ ଯେତେବେଳେ ଆପଣ କମ୍ପ୍ୟୁଟରରେ କୌଣସି ଜିନିଷ ସର୍ଚ୍ଚ କରୁଛନ୍ତି ଗୁଗଲ ରେ ହଉ ବା କିଛି ଗୋଟେ ଆପଣ କମ୍ପ୍ୟୁଟରକୁ ଅପରେଟ କରୁଛନ୍ତି ଫାର୍ଷ୍ଟ ଆପଣଙ୍କୁ କିଛି କମାଣ୍ଡ ଦବାକୁ ପଡିବ କମ୍ପ୍ୟୁଟରକୁ କିଛି କମାଣ୍ଡ ଦବାକୁ ପଡିବ ସିଙ୍ଗଲ ଡଟ୍ ଟେ ବି ହଉ ସେଟା କମାଣ୍ଡ ରେ ଯାଉଛି ତ ଯେତେବେଳେ କମାଣ୍ଡ ଦଉଛନ୍ତି ସେତେବେଳେ କଣ କରୁଛି କମ୍ପ୍ୟୁଟର ତାକୁ ରିସିଭ କରୁଛି ଯୋଉ କମାଣ୍ଡ ଟା ଦେଲେ ସେଟାକୁ ଆମେ ଇନପୁଟ ବୋଲି ଆମେ କୁହନ୍ତି ଆମେ କମ୍ପ୍ୟୁଟରକୁ କିଛି ମାନେ କ୍ୱେଶ୍ଚନ ପଚାରିବା କିଛି ଦଉଛନ୍ତି ସେତେବେଳେ ଇନପୁଟ କୁହାଯାଉଛି हाँ तो इनपुट क्या कुआଯାଏ ତ ଆପଣ କମାଣ୍ଡ ଟା ଦେବେ କୋଉଠୁ ମାଉସ ରୁ ଦେବେ ନହେଲେ कीबोर्ड ରୁ ଦେବେ ତ कीबोर्ड ଆଉ ମାଉସ ଟାକୁ ଆମେ କଣ କହୁଛନ୍ତି ନା ଆମେ କହୁଛନ୍ତି ଇନପୁଟ ୟୁନିଟ ବୋଲି ଏଟା କହୁଛନ୍ତି ହେଲା ତ ଇନପୁଟ ଦେଲେ ତାପରେ ସେ ନବ କିଏ ନା ପ୍ରୋସେସ କିଏ କରିବ ମନେ ରଖିଥିବେ सीपीयू सेंट्रल प्रोसेसिंग यूनिट ଦେଖିବେ ମୁଁ ଗୋଟେ ଗୋଲ ବୁଲଉଛି ଯୋଉଟା କି ସିଷ୍ଟମ ୟୁନିଟ ବୋଲି ଆମେ କହୁଛନ୍ତି सीपीयू सेंट्रल प्रोसेसिंग यूनिट ବୋଲି ଆମେ କହୁଛନ୍ତି ହେଲା ତ ଏ ସେଣ୍ଟ୍ରାଲ ପ୍ରୋसेसिंग यूनिट जो होଉଛି
ତାକୁ ଆମେ କହୁଛନ୍ତି କଣ ନା ୟାର ହଉଛି ମୁଖ୍ୟ କାମ ଯେ କମ୍ପ୍ୟୁଟରର ସଫ୍ଟୱେୟାର ନେଇକି ହାର୍ଡୱେୟାର ତାର ସବୁ କିଛି ଏଇ ବକ୍ସ ଭିତରେ ଅଛି। ଏଇ ବକ୍ସ ଭିତରେ ତାର ସଫ୍ଟୱେୟାର ଅପଲୋଡ ହେଇଛି ଏ ପ୍ରୋସେସ କରଉଛି ହୋଲ ଆଉଟପୁଟ ଆଉ ଇନପୁଟ ଯାହା ବି ଡିଭାଇସ ରହିଛି ଷ୍ଟୋରେଜ ୟୁନିଟ ବି ରହିଛି ସବୁକୁ ଫଙ୍କସନ କରଉଛି କିଏ ନା ଆପଣଙ୍କର ହଉଛି ସିପିୟୁ ବୋଲି ଆମେ କହୁଛନ୍ତି ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ବୋଲି ଆମେ କହୁଛନ୍ତି ଏଟା ମନେ ରଖିବା ଦରକାର। ତ ସିପିୟୁ ରେ କଣ ଡିଭାଇଡ ହେଇଛି ଆମେ ଦେଖିବା ଗୋଟେ ହଉଛି କଣ୍ଟ୍ରୋଲ ୟୁନିଟ ରହୁଛି ଆପଣ ଜାଣିବା ଦରକାର ଗୋଟେ ହଉଛି କଣ୍ଟ୍ରୋଲ ୟୁନିଟ ରହୁଛି ଆଉ ଗୋଟେ ଆରିଥମେଟିକ ଲଜିକାଲ ୟୁନିଟ ଯୋଉଟା ଏଲୟୁ କହୁଛନ୍ତି ଆଉ ଗୋଟେ ହଉଛି ପ୍ରାଇମେରୀ ଷ୍ଟୋରେଜ ଯୋଉଟା ପ୍ରାଇମେରୀ ମେମୋରି ବା ଅକ୍ସିଲାରୀ ମେମୋରି କହୁଛନ୍ତି ହଁ ବା ଆମେ ସରି ପ୍ରାଇମେରୀ ମେମୋରି ଯୋଉଟା ଆମେ କହୁଛନ୍ତି ଆଉ ଆପଣଙ୍କ ଗୋଟେ ମେନ୍ ମେମୋରି ରହୁଛି ଯୋଉଟା କି ଆମେ କହୁଛନ୍ତି ପ୍ରାଇମେରୀ ଆଉ ଗୋଟେ ହଉଛି ଆପଣଙ୍କର ଇଏ ସେକେଣ୍ଡାରୀ ଷ୍ଟୋରେଜ ୟୁନିଟ ରହୁଛି ହେଲା ଏଟାକୁ ଆପଣ ମନେ ରଖିବା ଦରକାର। ତ ଆପଣଙ୍କର ପ୍ରଥମେ ତ ହଉଛି କଣ ଆପଣଙ୍କର ଏଇ ଯୋଉ ସିପିୟୁ ଟାକୁ ଦେଖନ୍ତୁ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ କୁ ଦେଖନ୍ତୁ ଆପଣଙ୍କର ଯୋଉ ଏଠି ରହିଛି ଯେତେବେଳେ ଆପଣ ଡାଟାଟି ଦେଲେ ସିଏ ଫାଷ୍ଟ କଣ ହେଲା ନା କଣ୍ଟ୍ରୋଲ ୟୁନିଟ କୁ ଫଙ୍କସନ କରାଲା କଣ୍ଟ୍ରୋଲ ୟୁନିଟ କୁ ଗଲା ସିପିୟୁ ର କଣ୍ଟ୍ରୋଲ ୟୁନିଟ ସିଏ କଣ କଲା ନା ତାକୁ କମ୍ପ୍ୟୁଟର କଣ କରେ ନା ତା ଲାଙ୍ଗୁଏଜ ରେ ସିଏ ବୁଝିବ ଆପଣ ସିନା ଏଠି କିଛି ଲାଙ୍ଗୁଏଜ ଦେଇଦେଲେ ଆପଣଙ୍କର ହ୍ୟୁମାନ ଲାଙ୍ଗୁଏଜ ତ ସିଏ ତାକୁ ଟ୍ରାନ୍ସଲେଟ କରିବ ନା ଆପଣ କମାଣ୍ଡ ନବ ସେ ଆରିଥମେଟିକ ଲଜିକାଲ ୟୁନିଟ ହିସାବରେ ସେ କନଭର୍ଟ କରିବ ସେ କଣ କରିବ ନା ତମକୁ ସେ ଆଡିକ୍ସନ ନା ଏଡିସନ ସବଷ୍ଟ୍ରାକ୍ସନ ମଲ୍ଟିପ୍ଲିକେସନ ଡିଭିଜନ ଏସବୁ ମାଧ୍ୟମରେ ସେ କଣ କରୁଛି ତମକୁ ତମ ଏଟାକୁ ରିସିଭ କରୁଛି ଆପଣ ଯୋଉଟା କାଲକୁଲେସନ ଟେ କଲେ ଆପଣ କିମ୍ବା ଆପଣଙ୍କର ଏକ୍ସେଲ ସିଟ ରେ କିଛି ଗୋଟେ ଫର୍ମୁଲା ପୁଟ କଲେ ତ ସେ ଆରିଥମେଟିକ ଲଜିକାଲ ୟୁନିଟ ର କାମ ହଉଛି ତାକୁ ଆକ୍ସେପ୍ଟ କରିକି ତାକୁ ପ୍ରୋସେସ କରାଇବ। ତାପରେ ଆପଣଙ୍କର କମ୍ପ୍ୟୁଟର ଟା ଚାଲିବା ପାଇଁ ଗୋଟେ ପ୍ରାଇମେରୀ ଯୋଉ ଷ୍ଟୋରେଜ ୟୁନିଟ ଆମେ କହୁଛନ୍ତି ହଁ ତ ପ୍ରାଇମେରୀ ଷ୍ଟୋରେଜ ୟୁନିଟ ଯୋଉଟା ଆମେ କହୁଛନ୍ତି ସିଏ ହଉଛି ତାର କାମ ତ ପ୍ରାଇମେରୀ ଷ୍ଟୋରେଜ ୟୁନିଟ ର କାମ ହଉଛି କଣ ତାକୁ ଯୋଉ ଡାଟାଟା ଯାଉଛି ତାକୁ ପ୍ରୋସେସ କରାଇବ। ତାପରେ ଯଦି ଡାଟାଟା ଲଙ୍ଗ ଟର୍ମ ପାଇଁ ଷ୍ଟୋରେଜ ରଖିବାକୁ ଚାହୁଁଛନ୍ତି ତ ସେକେଣ୍ଡାରୀ ଷ୍ଟୋରେଜ ୟୁନିଟ ଅଛି ଯୋଉଟା କି ଆମେ କେତେ ଜିବି ର ଥାଏ ଲାପଟପ ଆପଣ କୁହନ୍ତି ଯୋଉ ଆପଣଙ୍କର ତ ସେଇ ଅନୁସାରେ ଆପଣଙ୍କର ସେଠି କଣ ରହୁଛି ନା ଷ୍ଟୋରେଜ ହେଇକି ରହୁଛି ତାପରେ ଆପଣ ଡାଟାଟା ଯଦି ଆଉଟପୁଟ ରେ ଡାଟାଟା ଦେଖିବାକୁ ଚାହୁଁଛନ୍ତି ତ ଆପଣଙ୍କର ମନେ ରଖିଥିବେ ଫାଷ୍ଟ ଆପଣଙ୍କର ଆଉଟପୁଟ ଡିଭାଇସ ଯାଉଛି କଣ ନା ମନିଟର ମନିଟରରେ ଆପଣ ଯାହାବି କିଛି ଆପଣ ଧର ଗୋଟେ କିଛି ଜିନିଷ ସର୍ଚ୍ଚ କଲେ ଗୁଗଲରେ ସିଏ ଆପଣଙ୍କୁ ଦେଖଉଛି ଯୋଉ ଦେଖଉଛି ସେଟା ହଉଛି ଆଉଟପୁଟ ସେଟା ହଉଛି କାହାର ନା ଆପଣଙ୍କର ମନିଟର କାମ ଯଦି ତାକୁ ପ୍ରିଣ୍ଟ ଆଉଟ ଚାହୁଁଛନ୍ତି ଆପଣଙ୍କର ହାର୍ଡ କପି ମାଧ୍ୟମରେ ତ ପ୍ରିଣ୍ଟର କଣ କରୁଛି ନା ଆପଣଙ୍କୁ ଆଉଟପୁଟ ଦଉଛି ନା ଆଉଟପୁଟ ରେ ଏଗୁଡାକ ଯାଉଛି ତ ଏଇଟା ମନେ ରଖିଥିବା ଦରକାର ଏଇଟା ହଉଛି କଣ କମ୍ପ୍ୟୁଟର ଆର୍କିଟେକ୍ଚର। ତ ଆପଣ ଜାଣିଥିବା ଦରକାର ଯେ କମ୍ପୋନେଣ୍ଟ ଅଫ କମ୍ପ୍ୟୁଟରରେ କଣ ରହୁଛି ଇନପୁଟ ରହୁଛି ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ସିପିୟୁ ଆମେ କହୁଛନ୍ତି ଆଉ ଆପଣଙ୍କର ମେମୋରି ୟୁନିଟ କହୁଛନ୍ତି ଆଉ ହଉଛି ଆପଣ କଣ ଆଉଟପୁଟ ୟୁନିଟ। ତ ଆପଣ ଜାଣିଥିବା କମ୍ପ୍ୟୁଟର ଆପଣ ତ ନିହାତି ଦେଖିଥିବେ ତ ଆପଣଙ୍କର ଦେଖିବେ ଗୋଟେ କମ୍ପ୍ୟୁଟର ସିଷ୍ଟମ ରହିଛି ତାର ଯୋଉ ମନିଟର ରହିଛି ତା ପାଖରେ ଗୋଟେ ବକ୍ସ ଭଳିଆ ଥିବ ସେଟାକୁ ଆମେ କହୁଛନ୍ତି କଣ ସିପିୟୁ ଆପଣଙ୍କୁ ଏଇଠି ଦେଖେଇ ଦେଇଛି ଏଇଟାକୁ ଆମେ କଣ କହୁଛନ୍ତି ସିପିୟୁ ବୋଲି ଆମେ କହୁଛନ୍ତି। ତ ଆମେ ଜାଣିବା ଦରକାର କମ୍ପୋନେଣ୍ଟ କମ୍ପ୍ୟୁଟର ରୁ ଚାରିଟା ଗୋଟେ ହଉଛି ଇନପୁଟ ୟୁନିଟ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ମେମୋରି ୟୁନିଟ ଆଉ ଆଉଟପୁଟ ୟୁନିଟ ଯଦି ଗୋଟେ ଗୋଟେ କରି ବୁଝିବା ପ୍ରଥମେ ହଉଛି କଣ ଇନପୁଟ ୟୁନିଟ ଇନପୁଟ ରେ କଣ ଯାଉଛି ନା କମ୍ପ୍ୟୁଟର ରିସିଭ କରୁଛି ଯୋଉ ଗୁଡାକ ଫାଷ୍ଟ ହଉଛି କିବୋର୍ଡ କିବୋର୍ଡ ରେ ଆମେ ଟାଇପ କରୁଛନ୍ତି କିବୋର୍ଡ ରେ ଯାହା ବି କିଛି କମାଣ୍ଡ ଦଉଛନ୍ତି କମ୍ପ୍ୟୁଟର ତାକୁ ଆକ୍ସେପ୍ଟ କରୁଛି ପୁଣି ପ୍ରୋସେସ କରିକି ଆଉଟପୁଟ ଦଉଛି ହଁ ତ ଏଇଟା କିବୋର୍ଡ କହୁଛନ୍ତି ତାପରେ ମାଉସ ମାଉସ ରେ ଆମେ କଣ କରୁଛନ୍ତି କ୍ରସର ଟାକୁ ଚେଞ୍ଜ କରିକି ଆମେ କଣ କରୁଛନ୍ତି ଆମେ ଯେକୌଣସି ମୁଭ କରୁଛନ୍ତି ଡିସପ୍ଲେରେ ତ ଆମେ ଏଟା ମାଉସ କହୁଛନ୍ତି ଏଟା ଇନପୁଟ ୟୁନିଟ ଜୟଷ୍ଟିକ ଯେତେବେଳେ ଆପଣ କୌଣସି ଭିଡିଓ ଗେମ୍ ଖେଳୁଛନ୍ତି ଜୟଷ୍ଟିକ ରେ ଆପଣ କଣ କରୁଛନ୍ତି ସେ ମାଧ୍ୟମରେ ଆପଣଙ୍କର ଇନପୁଟ କମାଣ୍ଡ ଦେଇକି ଆପଣଙ୍କର ଫ୍ରି ଫାୟାର ହଉ ପବଜି ହଉ ଆପଣ ଖେଳିପାରିବେ ଜୟଷ୍ଟିକ ମାଧ୍ୟମରେ ଏଟା ହଉଛି ଗେମିଂ ପାଇଁ ଏଟା ଇନପୁଟ ଡିଭାଇସ ଟେ। ଲାଇଟ ପେନ୍ ଆପଣ ଦେଖିଥିବେ ଯେତେବେଳେ ଆପଣ କମ୍ପ୍ୟୁଟର କୌଣସି ପଢଉଛନ୍ତି ଦେଖିବେ ଆପଣଙ୍କର ଆପଣ ପେନ୍ ପେଡ୍ ଥାଏ ନହେଲେ ଆପଣଙ୍କର ଗୋଟେ ଲାଇଟ ପେନ୍ ସିଷ୍ଟମ ଥାଏ ଆପଣଙ୍କର ସେଟା ୟୁଏସବି ଡ୍ରାଇଭ ରେ ପୁଶ କରିକି ଆପଣ ସେ ଡିସପ୍ଲେ ଉପରେ ଡାଇରେକ୍ଟ ୱିଦାଉଟ୍ ମାଉସ ରେ ଆପଣ ଯେକୌଣସି ଗୋଟେ ହାଇଲାଇଟ କରିପାରିବେ ହୁଁ ତ ଏଇଟା କୁହାଯାଉଛି କଣ ଲାଇଟ ପେନ୍ କୁହାଯାଉଛି ସ୍କାନର ଆପଣ ଦେଖିଥିବେ ସ୍କାନ ଆପଣଙ୍କର ସ୍କାନର ମେସିନ ଅଛି ଆପଣଙ୍କର ସ୍କାନ କରିକି ସିଏ କଣ କରିବ ନା ତାକୁ ପିଡିଏଫ ବା ଜେପିଜି ରେ ଫରମାଟ କରିକି ସିଏ ଷ୍ଟୋର କରି ରଖିବ ସେଟାକୁ ଇନପୁଟ ମାନେ ୟୁନିଟ ରେ ଯାଉଛି ହୁଁ ତାପରେ ହଉଛି ବିସିଆର ଆମେ ବିସିଆର କଣ କହୁଛନ୍ତି ନା ବିସିଆର ଫୁଲ ଫର୍ମ ମନେ ରଖିଥିବେ ଆପଣଙ୍କର ବହୁତ କିଛି ଆବ୍ରିଭିଏସନ କ୍ୱେଶ୍ଚନ ଆସିଥାଏ ଫୁଲ ଫର୍ମ ପଚାରିଥାଏ ତ ବିସିଆର ଷ୍ଟାଣ୍ଡ ଫର ଦ ବାର କୋଡ ରିଡର ଆପଣ ଦେଖିଥିବେ ଯେତେବେଳେ ସପିଂ ମଲ୍ କୁ ଆପଣ କୌଣସି ଜିନିଷ ପରଚେଜ କରିବା ପାଇଁ ଯାଉଛନ୍ତି
ତ ପରଚେଜ କରିକି ଆଣିଲା ବେଳେ ଆପଣ ଯେତେବେଳେ ଆପଣଙ୍କର କାଉଣ୍ଟରରେ ଆପଣଙ୍କର ଆପଣ ବିଲିଂ କାଉଣ୍ଟରକୁ ଆସୁଛନ୍ତି ବିଲ୍ କଲା ବେଳେ ସେ ଦେଖିବେ ଆପଣ ଗୋଟେ ଯୋଉ ପ୍ରଡକ୍ଟ କିଣୁଛନ୍ତି ଆପଣ ଜିଓ ମାର୍ଟ ରୁ ହଉ ରିଲାଏନ୍ସ ରୁ ହଉ ବିଶାଲ ରୁ ହଉ ଆପଣ ଯେକୌଣସି ଗୋଟେ ଆପଣଙ୍କର ମାର୍କେଟରେ ଯାଇକି ମଲ ରେ ଯାଇକି ଆପଣ ପରଚେଜ କରୁଛନ୍ତି ତାଙ୍କ ପାଖରେ ଗୋଟେ ଇନପୁଟ ୟୁନିଟ ଅଛି ସିଷ୍ଟମ ରେ ଚେକ୍ କରିବା ପାଇଁ ତାଙ୍କର ଗୋଟେ ବାରକୋଡ ରିଡର ଅଛି ଦେଖିଥିବେ ବାରକୋଡ ରିଡର ଟା ଆପଣଙ୍କର ଏଇଭଳିଆ ମେସିନ ଭଳିଆ ଦେଖାଯାଏ ତ ସିଏ କଣ କରିବ ଗୋଟେ ରେଲ ଲାଇଟ୍ ବାହାରୁଥିବ ସେ ବାରକୋଡ ଟାକୁ ସେ ରିଡିଂ କରିବ ସେଇ ମେସିନ ଦ୍ୱାରା ବାରକୋଡ ଟା ରିଡିଂ କରାଯାଏ ଏଟା ବି ଗୋଟେ ଇନପୁଟ ୟୁନିଟ ବା ଇନପୁଟ ଡିଭାଇସ ବୋଲି ଆମେ କହୁଛନ୍ତି ତାପରେ ଆପଣଙ୍କର ଇନପୁଟ ବିସିଆର ଟା ଆପଣ ବୁଝିପାରିଲେ ତାପରେ ଆସିଲା ଏମଆଇସିଆର ଏମଆଇସିଆର କଣ ନା ମ୍ୟାଗ୍ନେଟିକ ଇଙ୍କ କ୍ୟାରେକ୍ଟର ରେକଗ୍ନିସନ ମ୍ୟାଗ୍ନେଟିକ ଇଙ୍କ କ୍ୟାରେକ୍ଟର ରେକଗ୍ନିସନ କଣ କାମ ଇଏ ବି ଗୋଟେ ହଉଛି ଆପଣଙ୍କର ଇନପୁଟ ଡିଭାଇସ ବୋଲି ଆମେ କହୁଛନ୍ତି କଣ ନା ଆପଣ ଦେଖିଥିବେ ବ୍ୟାଙ୍କରେ କଣ ଚେକ୍ ମିଳେ ଆଗରୁ ତ ଚେକ୍ ଗୁଡାକ ଆପଣଙ୍କର ମାନେ ଯୋଉ ଚେକ୍ ଯୋଉ ଆପଣଙ୍କର ଯେକୌଣସି ପଇସା ଆପଣଙ୍କର କ୍ୟାଶ ନ ଦେଇ ପାଇଲେ ଚେକ୍ ରେ ଆପଣ ପେମେଣ୍ଟ ଟା କରିଦିଅନ୍ତି ତ ସେଇ ଚେକ୍ ଟାକୁ ଯେତେବେଳେ ଆପଣ ଆପଣ ରିଡିଂ କରିବାକୁ ଚାହୁଁଛନ୍ତି ତାର ଗୋଟେ ଡିଜିଟ ହେଇକି ଲେଖାଯାଏ ଚେକ୍ ରେ ତ ସେଇ ଡିଜିଟ ଟାକୁ ଚେକ୍ କରିବା ପାଇଁ ଆପଣ ଗୋଟେ ମେସିନ ଥାଏ ତାକୁ କୁହାଯାଏ ମ୍ୟାଗ୍ନେଟିକ ଇଙ୍କ କ୍ୟାରେକ୍ଟର ରେକଗ୍ନିସନ ଏମଆଇସିଆର କୁହାଯାଏ ଏଟା ବି ବହୁତ ଓଲ୍ଡ ଭର୍ଜନ ହେଇଗଲାଣି ହଁ ତ ଏ ମାଧ୍ୟମରେ ଚେକ୍ କରାହଉଥିଲା ଆଗରୁ ତାପରେ ଆସିଲା ଓଏମଆର ଓଏମଆର ତ ଆପଣ ସମସ୍ତେ ଜାଣିଥିବେ କାହିଁକିନା ଓଏମଆର ଆପଣଙ୍କର ଏକ୍ଜାମ ଦଉଛନ୍ତି ଅଫଲାଇନ ଯେତେବେଳେ ଓଏମଆର ମାଧ୍ୟମରେ ଆପଣ ଯେକୌଣସି ଏଣ୍ଟ୍ରାନ୍ସ ଟେଷ୍ଟ ହଉ ଆପଣ ଗଭର୍ଣ୍ଣମେଣ୍ଟ ର ଜବ ପାଇଁ ଆପଣଙ୍କର ହଉ ଓଏମଆର ମାଧ୍ୟମରେ ଆପଣ ଏକ୍ଜାମ ଦଉଛନ୍ତି ବା ଅଫଲାଇନ ଅନଲାଇନ ହେଲେ ଆପଣଙ୍କର ସେଠି ଓଏମଆର ଦରକାର ନାହିଁ କିନ୍ତୁ ଅଫଲାଇନ ଏକ୍ଜାମ ରେ ଆପଣଙ୍କର ଓଏମଆର ଦରକାର ତ ଆପଣଙ୍କର ଯେତେବେଳେ ଓଏମଆର ର ଫୁଲ ଫର୍ମ ହଉଛି କଣ ନା ଆପଣଙ୍କ ଅପ୍ଟିକାଲ ମାର୍କ ରିଡର ମେସିନ ଟା ଆପଣ ଦେଖି ନିଅନ୍ତୁ ଗୋଟେ ଜେରକ୍ସ ମେସିନ ଭଳିଆ ହେଇଛି ଛୋଟିଆଟେ ଆପଣଙ୍କର ଯୋଉ ଓଏମଆର ସିଟ୍ ଟା ପୁଶ ହବ ସିଏ ଆପଣଙ୍କର କରେକ୍ଟ ଡେଟା ଅନୁସାରେ ସେ ସ୍କାନ କରିନବ ସ୍କାନ କଲା ପରେ ସିଷ୍ଟମ ତାକୁ କେତେଟା ଠିକ କେତେଟା ଭୁଲ କରିଛନ୍ତି ଆପଣ ଜାଣିନବ ସେଟା କୁହାଯାଉଛି ଅପ୍ଟିକାଲ ମାର୍କ ରିଡର ଓଏମଆର ଫୁଲ ଫର୍ମ ବି ପଚାରିଥାଏ ଏଟା ମନେ ରଖିଥିବେ ଏଟା ଇନପୁଟ ଡିଭାଇସ ରେ ହିଁ ଯାଉଛି ତାପରେ କାହିଁକି ନା ଇନପୁଟ ଡିଭାଇସ ରେ କାହିଁ ଗଲା ନା ଏଟା ଆପଣ ତ ସ୍କାନ କରିକି ସିଏ କମ୍ପ୍ୟୁଟର ସେଠି ଡିପୋଜିଟ ହେଲା ନା କମ୍ପ୍ୟୁଟର ଭିତରେ ଆପଣଙ୍କର ମେମୋରି ରହିଲା ନା ଏଟା ଇନପୁଟ କୁ ବୁଝଉଛି ତାପରେ ଆସିଲା କଣ ମାଇକ୍ରୋଫୋନ ଆପଣଙ୍କର ମାଇକ୍ରୋଫୋନ ଟା ହଉଛି କଣ ଗୋଟେ ହଉଛି ଆପଣଙ୍କର ଇନପୁଟ ଡିଭାଇସ ବୋଲି ଆପଣ ବା ଇନପୁଟ ୟୁନିଟ ବୋଲି ଆମେ କୁହାହଉଛି ମାଇକ୍ରୋଫୋନ ଆପଣ କଣ କରୁଛନ୍ତି ରିସିଭ କରୁଛି ସେ ଭଏସ ଟାକୁ ଆପଣଙ୍କୁ ରିସିଭ କରୁଛି ହୁଁ ତ ଏଟା ଯାଉଛି ଗଲା କଣ ଆପଣ ଇନପୁଟ ୟୁନିଟ ର ତାପରେ ଆସିଲା କଣ ଆଉଟପୁଟ ୟୁନିଟ କଣ ଆପଣ ଯୋଉଟାକୁ ଶୋ କରିବା ଯୋଉଟା ପ୍ରଡକ୍ଟ ଆପଣଙ୍କୁ ଦବ ବା ଆପଣଙ୍କୁ ଗୋଟେ ରେଜଲ୍ଟ ଦବ ସେଟା ଆପଣ କଣ କୁହାହଉଛି ନା ଆଉଟପୁଟ ୟୁନିଟ ବା ଆଉଟପୁଟ ଡିଭାଇସ କଣ ଏଗୁଡା ଆମେ ଜାଣିବା ମନିଟର ମନିଟର ଆପଣ ଦେଖିଛନ୍ତି ଡିସପ୍ଲେ ବର୍ତ୍ତମାନ ମୁଁ ଆପଣଙ୍କୁ ମନିଟର ଡିସପ୍ଲେ ମାଧ୍ୟମରେ ପଢୁଛି ଆପଣ ଦେଖୁଥିବେ ଏଇ ଭିଡିଓଟାକୁ ଆପଣ ଦେଖୁଥିବେ ତ ଏଟା ଡିସପ୍ଲେ କୁହାଯାଉଛି ଏଟା କୁହାଯାଉଛି କଣ ଆଉଟପୁଟ ୟୁନିଟ କୁହାଯାଉଛି ତାପରେ ପ୍ରୋଜେକ୍ଟର ଆପଣ ପ୍ରୋଜେକ୍ଟର ଦେଖିଥିବେ ପ୍ରୋଜେକ୍ଟରରେ ଆପଣ କୌଣସି ଜିନିଷକୁ ଡିସପ୍ଲେ କରାହେଇକି ଦେଖା ହଉଛି ଏଟା ହଉଛି ଆଉଟପୁଟ ୟୁନିଟ ପ୍ରିଣ୍ଟରରେ ଆପଣଙ୍କର କୌଣସି ଜିନିଷ ପ୍ରିଣ୍ଟ ହେଇକି ବାହାରୁଛି ଏଟା ବି ଆଉଟପୁଟ ୟୁନିଟ ସ୍ପିକର ଯେମିତିକି ଆପଣ ସେଠି ଦେଖିଲେ ମାଇକ୍ରୋ ଫୋନ ଟା ହଉଛି ଆପଣଙ୍କ ରିସିଭ କଲା ଭଏସ ଆଉ ଭଏସ ଟାକୁ ଆପଣଙ୍କୁ ଯେତେବେଳେ ଶୁଣେଇବ ସେଟାକୁ ସ୍ପିକର ମାଧ୍ୟମରେ ସେଟାକୁ କୁହାଗଲା ଆଉଟପୁଟ ୟୁନିଟ ତାପରେ ପ୍ଲଟର ପ୍ଲଟର କଣ ଆପଣ ଜାଣିବା ଦରକାର ପ୍ଲଟର ହଉଛି ଆପଣ ଦେଖିପାରୁଥିବେ ଏଇଟା ପ୍ଲଟର କୁହାଯାଉଛି ଯେତେବେଳେ ଆପଣଙ୍କର କୌଣସି ବଡ ପେପରରେ ଆପଣଙ୍କର ପ୍ରିଣ୍ଟ ହବ କାହିଁକିନା ପ୍ରିଣ୍ଟରରେ ତ ଖାଲି A4 ସାଇଜ କିମ୍ବା A6 ସାଇଜ ର ପ୍ରିଣ୍ଟ ହେଇଯିବ ତାଠାରୁ ବଡ ପ୍ରିଣ୍ଟ ହେଲେ ଗୋଟେ ମ୍ୟାପ ପ୍ରିଣ୍ଟ ହବ ହୁଁ ତ ଆଉ କିଛି ବ୍ୟାନର ପ୍ରିଣ୍ଟ ହେଲେ ସେଠିକି ଟିକେ ବଡ ମେସିନ ଦରକାର ହଁ ତ ସେଟାକୁ କୁହାଯାଏ ପ୍ଲଟର କୁହାଯାଏ ଏଟା ଦେଖିପାରୁଥିବେ ପ୍ଲଟର ଯୋଉଟା ଆପଣଙ୍କର ଦେଖିବେ ବ୍ୟାନର ମରା ହଉଛି ଆଡଭର୍ଟାଇଜ ପାଇଁ ସେ ସବୁ ପ୍ଲଟର କୁହାଯାଏ ପ୍ଲଟର ମେସିନ ବୁଝିପାରିଲେ ଏ ସବୁ ହଉଛି ଆଉଟପୁଟ ୟୁନିଟ ବୋଲି କୁହାଯାଉଛି ତାପରେ ଆପଣ ଜାଣିବା କଣ ନା ଆପଣଙ୍କର ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ଯୋଉଟା କି ଆପଣ ସିପିୟୁ ଦେଖିଥିବେ କମ୍ପ୍ୟୁଟର ଗୋଟେ ସିପିୟୁ ଥାଏ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ଏ ସିପିୟୁ ଯଦି ନଥିବ ତାହେଲେ ଆପଣ ଜାଣିଯିବେ ଯେ ଆପଣଙ୍କର କମ୍ପ୍ୟୁଟର କିଛି ମାନେ ହିଁ ନାହିଁ ସିପିୟୁ ହଉଛି ତାର କଣ ନା ମୁଖ୍ୟ ପରିଚାଳକ ସିଏ କଣ କରିବ ନା କମ୍ପ୍ୟୁଟରକୁ ଚଲେଇବ ତ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ଅଫେନ୍ କଲ୍ ଦ ବ୍ରେନ ଅଫ ଦ କମ୍ପ୍ୟୁଟର ମନେ ରଖିଥିବା ଦରକାର ଗୋଟେ କମ୍ପ୍ୟୁଟର ବ୍ରେନ କୁ କୁହାଯାଏ ନା ସିପିୟୁ କୁ କୁହାଯାଏ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ କୁ ବ୍ରେନ ବୋଲି ଆମେ କୁହାଯାଏ ବାରମ୍ବାର ଏଇ କ୍ୱେଶ୍ଚନ ପଚାରିଛି ବିଭିନ୍ନ ଏକ୍ସାମ ରେ ଟିଚର ରିକ୍ରୁଟମେଣ୍ଟ ହଉ ବହୁତ କିଛି ଗଭର୍ଣ୍ଣମେଣ୍ଟ ଏଣ୍ଟ୍ରାନ୍ସ ହୁଏ କମ୍ପ୍ୟୁଟର ଯୋଉ ଚେପ୍ଟର ଥାଏ କ୍ୱେଶ୍ଚନ ଟାକୁ ବହୁତ ଇମ୍ପୋର୍ଟାଣ୍ଟ ମନେ ରଖିଥିବେ ବ୍ରେନ ଅଫ ଦ କମ୍ପ୍ୟୁଟର କାହା କୁହାଯାଏ ନା ଆପଣଙ୍କର ସିପିୟୁ କୁ କୁହାଯାଇଥାଏ ଏଟା ମନେ ରଖିବା ଦରକାର ତ ସିପିୟୁ ଇଜ ଫେବ୍ରିକେଟେଡ ସିଙ୍ଗଲ ଇଣ୍ଟିଗ୍ରେଟେଡ सर्किट ଗୋଟେ ମଦରବୋର୍ଡ ଥିବ ସେଟା କୁହାଯାଉଛି ଅଲସୋ ନୋନ୍ ଏଜ ଦ ମାଇକ୍ରୋ ପ୍ରୋସେସର ଗୋଟେ ମାଇକ୍ରୋ ପ୍ରୋସେସର ଚିପ୍ ଲାଗିଥିବ ଆପଣ ଜେନେରେସନ ଅନୁସାରେ ଦେଖିବେ ବେକନ ଟ୍ୟୁବ ଥିଲା ट्रांजिस्टर थिला इंटीग्रेटेड सर्किट थिला माइक्रोचिप थिला ए सब माध्यम जनरेशन डेवलप ହେଇଛି ତାପରେ एआई ହେଲା ତ ସେ ଅନୁସାରେ ଆପଣ सीपीयू ରେ ଗୋଟେ ପ୍ରୋସେସିଂ କରିବା ପାଇଁ ଗୋଟେ ସିଙ୍ଗଲ ଇଣ୍ଟିଗ୍ରେଟେଡ ଫେବ୍ରିକେଟେଡ ଗୋଟେ सर्किट ଥାଏ ସେଟାକୁ ଆମେ କହୁଛନ୍ତି ମାଇକ୍ରୋ ପ୍ରୋସେସର ବୋଲି ଆମେ କହୁଛନ୍ତି
ହେଲା। ତ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ ବା ସିପିୟୁ ରେ ଏଇ ସବୁ କାମ ରହିଥାଏ। ତ ଆମେ ଜାଣିବା। ତ ସିପିୟୁ ର ଆପଣଙ୍କର ପ୍ରଥମେ ଆମେ କଣ ତାକୁ କୁହାହଉଛି ନା ତା ଫଙ୍କସନ ଭିତରେ ଯାଉଛି ଏଏଲୟୁ ଯାଉଛି, ଆରିଥମେଟିକ ଲଜିକାଲ ୟୁନିଟ୍ ଯାଉଛି, କଣ୍ଟ୍ରୋଲ ୟୁନିଟ୍ ଯାଉଛି, ଆଉ ଗୋଟେ ଅଛି ମେମୋରି ୟୁନିଟ୍ ଯାଉଛି। ଏଟା ଜାଣିବା ଦରକାର। ତାପରେ ଫାଷ୍ଟ ଆମେ ଜାଣିବା କଣ ଆରିଥମେଟିକ ଲଜିକାଲ ୟୁନିଟ୍ ଫୁଲ ଫର୍ମ ପଚାରେ ଏଏଲୟୁ ଫୁଲ ଫର୍ମ କଣ? ଆରିଥମେଟିକ ଲଜିକାଲ ୟୁନିଟ୍। ତ ସିପିୟୁ ର ଯେତେବେଳେ ଆପଣଙ୍କର କୌଣସି ସବଷ୍ଟ୍ରାକ୍ସନ, ଏଡିସନ, ମଲ୍ଟିପ୍ଲିକେସନ, ଡିଭିଜନ ହଉଛି ବା କମ୍ପାରିଜନ ଅପରେସନ ହଉଛି, ଲଜିକାଲ ଅପରେସନ ହଉଛି, ଏ ସବୁ କାହାର କାମ ନା ଏଏଲୟୁ ର କାମ। ଏଟା ମନେ ରଖିଥିବେ କ୍ୱେଶ୍ଚନ ପଚାରେ। ତ ଏଏଲୟୁ କଣ୍ଟେନ୍ ଦ ଇଲେକ୍ଟ୍ରୋନିc circuit that execute the all arithmetic and logical operation available in the data। ତ ଡାଟାରେ ଯାହା ବି ଆଭେଲେବୁଲ ଥିବ ଆପଣ ଇନପୁଟ କଲେ ଡାଟାଟା କମ୍ପ୍ୟୁଟରକୁ, ସେ ଯାହା ବି ଲଜିକାଲ ଥିବ ସେଇ ଲଜିକାଲ ୟୁନିଟଟା ହିଁ arithmetic logical unit ହିଁ ଫଙ୍କସନ କରିବ। all uses register to hold the data that being processed। ତ ବ୍ରିଙ୍ଗ ପ୍ରୋସେସ କରିବା ପାଇଁ ସେ କଣ କରେ, କିଛି ସମୟ ହୋଲ୍ଡ କରିକି ରଖେ ଡାଟାକୁ, ତାପରେ ସେ ପ୍ରୋସେସ କରିକି ଆଉଟପୁଟ ଦିଏ। ତ ମୋଷ୍ଟ ଏଲୟୁ କ୍ୟାନ୍ ପରଫର୍ମ ଦ ଫଲୋଇଂ ଅପରେସନ। କଣ କରୁଛି ନା ଲଜିକାଲ ଅପରେସନ କରୁଛି। ଆପଣ କୌଣସି ଗୋଟେ ଟାଇପ କରୁଛନ୍ତି, ଗୋଟେ ପାରାଗ୍ରାଫ ଟାଇପ କରୁଛନ୍ତି, ଏଣ୍ଡ ଥିବ, ନଟ୍ ଥିବ, ଅର୍ ଥିବ, ଏସେଟ୍ରା ଏଇ ସବୁ ଥାଏ। ସେଟା ଲଜିକାଲ ୟୁନିଟ ବୋଲି, ଲଜିକାଲ ଅପରେସନ ବୋଲି କୁହାଯାଏ। ତାପରେ ଆପଣ କୌଣସି ଗୋଟେ ଆରିଥମେଟିକ ଅପରେସନ କରୁଛନ୍ତି, ଏଡିସନ ଥିବ, ସବଷ୍ଟ୍ରାକ୍ସନ, ମଲ୍ଟିପ୍ଲିକେସନ, ଡିଭିଜନ, ଏଗୁଡାକ ସବୁ ଥିଲେ ଏଟା ବି ଯାଉଛି ଆପଣ ଆରିଥମେଟିକ ଅପରେସନ। ସେଇଥିପାଇଁ ତ କୁହାଯାଉଛି ଆରିଥମେଟିକ ଲଜିକାଲ ୟୁନିଟ ବୋଲି କୁହାଯାଉଛି। ତାପରେ ଆସିଲା କମ୍ପାରିଜନ। କଣ ଆପଣଙ୍କର ଇକ୍ୱାଲ ଥିବ, ଲେସ୍ ଦେନ୍, ଗ୍ରେଟର ଦେନ୍ ଥିବ, ଏଗୁଡାକ ସବୁ କୁହାଯାଉଛି କମ୍ପାରିଜନ। ଏଗୁଡାକ ବି ଆପଣଙ୍କର ଫଙ୍କସନ କରାଉଛି କିଏ ନା ଆପଣଙ୍କର ହଉଛି ଏଏଲୟୁ। ଏଟାକୁ ଜାଣିବା ଦରକାର ନିହାତି। ତାପରେ ଆସିଲା କଣ୍ଟ୍ରୋଲ ୟୁନିଟ କାହାକୁ କୁହାଯାଉଛି। କଣ୍ଟ୍ରୋଲ ର କାମ କଣ ନା ଆପଣ କଣ୍ଟ୍ରୋଲ ଶବ୍ଦରୁ ଆପଣ ଜାଣିଥିବେ ହୋଲ ଡାଟା ଇନପୁଟ ଆଉଟପୁଟ କୁ କଣ୍ଟ୍ରୋଲ କରାଉଛି। ସିଏ କାହାର କାମ ନା ସିୟୁ, ଗୋଟେ ସିପିୟୁ ର ଗୋଟେ ଫଙ୍କସନ ନାଁ ହଉଛି ସିୟୁ କଣ୍ଟ୍ରୋଲ ୟୁନିଟ ବୋଲି ଆମେ କହୁଛନ୍ତି। ଆର୍କିଟେକ୍ଚର ମୁଁ ଡାଇଗ୍ରାମ ରେ ଦେଖେଇ ଦେଇଛି। ତ କଣ୍ଟ୍ରୋଲ ୟୁନିଟ କୋଅର୍ଡିନେଟ ୱିଥ ଦ ଇନପୁଟ ଆଣ୍ଡ ଆଉଟପୁଟ। ମନେ ରଖିଥିବେ ଇନପୁଟ ଆଉଟପୁଟ ଭିତରେ ଗୋଟେ କୋଅର୍ଡିନେଟ କରୁଛି କମ୍ପ୍ୟୁଟର। ଇଟ ଡାଇରେକ୍ଟ ଦ କମ୍ପ୍ୟୁଟର କ୍ୟାରି ଆଉଟ ଦ stored program instruction। ତ ଷ୍ଟୋର ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ସେ କଣ କରୁଛି ନା ଆପଣଙ୍କର କ୍ୟାରି ଆଉଟ କରୁଛି ବାଇ ଦ କମ୍ୟୁନିକେଟ ଦ ଏଏଲୟୁ ଆଣ୍ଡ ଦ ରେଜିଷ୍ଟର। ଏଏଲୟୁ ରେଜିଷ୍ଟର ସହିତ ସେ କମ୍ୟୁନିକେଟ କରୁଛି କଣ ନା ଆରିଥମେଟିକ ଲଜିକାଲ ୟୁନିଟ ଯେତେବେଳେ ସେଟା ବୁଝଉଛି ଯେ ଏଇ ଡାଟାଟା ପ୍ରୋସେସ କରିବାର ଅଛି, ତ କଣ୍ଟ୍ରୋଲ ୟୁନିଟ ତାକୁ ପ୍ରୋସେସ କରାଉଛି। ତାପରେ ଆସିଲା କଣ, ଏଠି ଅର୍ଗାନାଇଜ ଦ processing of data instruction ଏଇ ସବୁକୁ ସେ ପ୍ରୋସେସ କରୁ। ତ ବେସିକ ଫଙ୍କସନ ଅଫ କଣ୍ଟ୍ରୋଲ ୟୁନିଟ ଟୁ ଫେଚ୍ ଦ ଇନଷ୍ଟ୍ରକ୍ସନ stored on main memory। main memory ସେ କଣ କରୁଛି ନା ଯେତେବେଳେ କୌଣସି ଇନଷ୍ଟ୍ରକ୍ସନ ବା ଡାଟାକୁ ସେ ଷ୍ଟୋର କରୁଛି ବା ଫେଚ୍ କରୁଛି, କନେକ୍ଟ କରୁଛି ମେମୋରି ସହିତ। ଆଇଡେଣ୍ଟିଫାଇ ଦ ଅପରେସନ ଡିଭାଇସ ଆଣ୍ଡ ଇନଭଲ୍ଭ ଆଣ୍ଡ ଆକର୍ଡିଂ ଟୁ ଦ ଜେନେରେଟ କଣ୍ଟ୍ରୋଲ ସିଗ୍ନାଲ। ସିଗ୍ନାଲ ଅନୁସାରେ ସେ ଆଉଟପୁଟ ଦବାର ଅଛି କି ଇନପୁଟ ସେଭ କରିକି ରଖିବାର ଅଛି, ସେଟାକୁ ସେ ବତାଉଛି। ତ ଏଟା କାହାର କାମ ନା କଣ୍ଟ୍ରୋଲ ୟୁନିଟ। କଣ୍ଟ୍ରୋଲ ୟୁନିଟ ଯଦି କାମ ନ କରିବ ତାହେଲେ ଆପଣ କମ୍ପ୍ୟୁଟର କୌଣସି କାମ କରିପାରିବ ନାହିଁ। ଏଟାକୁ ଜାଣିବା ଦରକାର। ତାପରେ ଆସିଲା ମେମୋରି ୟୁନିଟ। ଯେତେବେଳେ ଆମେ କୌଣସି ସର୍ଟ ଟର୍ମ ଭାବରେ ଆମେ ଷ୍ଟୋର କରୁଛନ୍ତି କିମ୍ବା ଆମେ ମାନେ ଲଙ୍ଗ ଟର୍ମ ପାଇଁ ଷ୍ଟୋର କରି ରଖୁଛନ୍ତି। ଯଦି ଆମେ ସର୍ଟ ଟର୍ମ ପାଇଁ କରିବା ସେଟା ପ୍ରାଇମେରୀ ମେମୋରି ବା ମେନ୍ ମେମୋରି ବୁଝାଉଛି। ଯଦି ଆମେ ଲଙ୍ଗ ଟର୍ମ ପାଇଁ ଆମେ ଷ୍ଟୋର କରିବା ସେକେଣ୍ଡାରୀ ମେମୋରି, ମୁଁ ଦେଖେଇଛି ଏଠି ଆର୍କିଟେକ୍ଚରରେ, ତାକୁ ଅକ୍ସିଲାରୀ ମେମୋରି ବି କୁହାଯାଉଛି। This unit is responsible to store the programs of data on a temporary and permanent basis। ତ ଟେମ୍ପୋରାରୀ ହେଉଛି ଆପଣଙ୍କର ପ୍ରାଇମେରୀ ମେମୋରିର କାମ, ଯୋଉଟା କି ଆମର ସର୍ଟ ଟର୍ମ ମେମୋରିଟା ମାନେ ଡାଟାଟାକୁ ରଖିଥାଏ। ଆଉ ସେକେଣ୍ଡାରୀ ମେମୋରି ହେଉଛି କଣ, ଆପଣ ଲଙ୍ଗ ଟର୍ମ ଆପଣଙ୍କର ଡାଟାଟାକୁ ରଖିବେ, ଯୋଉଟା ଅକ୍ସିଲାରୀ ମେମୋରି ମଧ୍ୟ କୁହାଯାଉଛି। ଏଟା ମନେ ରଖିବା ଦରକାର, ଏଠି କ୍ୱେଶ୍ଚନ ଆସିଥାଏ। The input data which is to be processed brought to into the main memory before the processing ପୂର୍ବରୁ କଣ କରେ, ମେନ୍ ମେମୋରିକୁ ଆସିବା ପୂର୍ବରୁ ଆଗେ ସେ ପ୍ରୋସେସ ହେଇକି ଆସିବ କୋଉଠୁ ନା ପ୍ରାଇମେରୀ ଆମର ସରି ସେକେଣ୍ଡାରୀ ମେମୋରିକୁ ଆସିବା ପୂର୍ବରୁ ସବୁବେଳେ ପ୍ରାଇମେରୀ ମେମୋରି ପ୍ରୋସେସ ହେଇକି ଆସିଥାଏ ଡାଟାଟାକୁ। ହେଲା। ତ ଇନପୁଟ ଡାଟା which is processed but throw into the main memory processed ହେଇକି ଆସିଥାଏ। Another kind of memory refers to the secondary memory। computer system ର secondary memory କହୁଛି କଣ କହୁଛି ନା unit is to be the permanently store। ତ permanently ଆମେ କୌଣସି ଡାଟାକୁ ରଖିବା ସେଭ୍ କରିକି। ତ ଆପଣଙ୍କର ହଉଛି କଣ, ଏଟା କାହାର କାମ ନା ଆମେ ଯୋଉଟା କୁହାଯାଉଛି ସେକେଣ୍ଡାରୀ ମେମୋରିର କାମ। ତ ପ୍ରୋଗ୍ରାମସ ଆଣ୍ଡ ଆଉଟପୁଟ କୁ ଶୋ କରିବା ପାଇଁ। ଦିସ୍ ୟୁନିଟ ଡଜ ନଟ ଡିଲ୍ସ ଡାଇରେକ୍ଟଲି ୱିଥ ଦ ସିପିୟୁ। ଇଏ କେବେ ବି ଆପଣ ମନେ ରଖିଥିବେ କୋଉ ମେମୋରିଟା ଡାଇରେକ୍ଟ ଡିଲ୍ କରେ ସିପିୟୁ ସହିତ, ସିଏ ହଉଛି ପ୍ରାଇମେରୀ ବା ମେନ୍ ମେମୋରି। ଆଉ କୋଉ ମେମୋରିଟା କେବେ ଡାଇରେକ୍ଟଲି ଡିଲ୍ କରେ ନାହିଁ ସିପିୟୁ ସହିତ, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ସହିତ, ସିଏ ହଉଛି କିଏ ନା ଆପଣଙ୍କର ସେକେଣ୍ଡାରୀ ମେମୋରି ବା ଅକ୍ସିଲାରୀ ମେମୋରି ବୋଲି କୁହାଯାଉଛି। ଯେତେବେଳେ ଦେଖିବେ ଆପଣ କୌଣସି ଗୋଟେ ୱାର୍ଡରେ ଆପଣ କାମ କରୁଛନ୍ତି ସିଷ୍ଟମରେ, ଆପଣ ଯଦି ବ୍ୟାଟେରୀ ବ୍ୟାକଅପ୍ ଠିକ ନାହିଁ, ଆପଣ ଆପଣ ଡାଇରେକ୍ଟ କରେଣ୍ଟ ଫ୍ଲୋରେ ଆପଣ କାମ କରୁଛନ୍ତି ନା,
ଆପଣଙ୍କର ଯଦି କରେଣ୍ଟ ପଳେଇଲା ତାହେଲେ ଆପଣଙ୍କର ଡାଟା ସବୁ ଇରେଜ ହେଇଯାଏ। କଣ ପାଇଁ ନା ଆପଣଙ୍କର ଏଟା ମେନ୍ ମେମୋରିରେ ବା ଆପଣ ପ୍ରାଇମେରୀ ମେମୋରିରେ ଥାଏ। ତାକୁ ଆପଣଙ୍କୁ ସେଭ୍ କରିବାକୁ ପଡେ। ତ ଆପଣ ବାରମ୍ବାର କଣ୍ଟ୍ରୋଲ ଏସ୍ ମାରିକି ତାକୁ ସେଭ୍ କରୁଥିବେ। କଣ ପାଇଁ ନା ଆପଣ ଜାଣିଛନ୍ତି ଯେ ଡାଟାଟା କେତେବେଳେ ବି ଇରେଜ ହେଇଯିବ କାହିଁକିନା କରେଣ୍ଟ ପଳେଇଲେ କାହିଁକିନା ବ୍ୟାକଅପ୍ ନାହିଁ, ବ୍ୟାଟେରୀ ବ୍ୟାକଅପ୍ ନାହିଁ। ସେଥିପାଇଁ ଆପଣ ଜାଣିଥିବା ଦରକାର। ତ ସର୍ଟ ଟର୍ମ ମେମୋରି ବା ସର୍ଟ ଟର୍ମ ଡାଟାଟାକୁ ହୋଲ୍ଡ କରି ରଖେ ସେ କାହାର କାମ ନା ଇଏ ହଉଛି ଆପଣଙ୍କର ମେନ୍ ମେମୋରି ବା ଆପଣଙ୍କର ହଉଛି ପ୍ରାଇମେରୀ ମେମୋରି। ଆଉ ଲଙ୍ଗ ଟର୍ମ ପାଇଁ ହୋଲ୍ଡ କରିବାକୁ ପାରେ କିଏ ନା ଆପଣଙ୍କର ହଉଛି ନା ଆପଣଙ୍କର ସେକେଣ୍ଡାରୀ ମେମୋରି ବା ଅକ୍ସିଲାରୀ ମେମୋରି କହୁଛନ୍ତି। ହଁ, ଡାଇରେକ୍ଟ ସିପିୟୁ ସହିତ ଡିଲ୍ କିଏ କରେ ନା ମେନ୍ ମେମୋରି ବା ପ୍ରାଇମେରୀ ମେମୋରି। ଡାଇରେକ୍ଟ କିଏ ଡିଲ୍ କରେ ନାହିଁ ନା ସେକେଣ୍ଡାରୀ ମେମୋରି ବା ଆମେ ତାକୁ ଅକ୍ସିଲାରୀ ମେମୋରି ବୋଲି କହୁଛନ୍ତି। ଏଟା ମନେ ରଖିବା ଦରକାର। ତାପରେ ଆସିଲା ଆଉ ଗୋଟେ ଅଛି କଣ ମାଇକ୍ରୋ ପ୍ରୋସେସର। ମାଇକ୍ରୋ ପ୍ରୋସେସର କଣ ଆମେ ଜାଣିବା ଦରକାର ନା ମାଇକ୍ରୋ ଇଟ ଇଜ ଏ କଣ୍ଟ୍ରୋଲିଂ ଏଲିମେଣ୍ଟସ କମ୍ପ୍ୟୁଟର। କମ୍ପ୍ୟୁଟର ଏଇଟା ହଉଛି ଗୋଟେ କଣ୍ଟ୍ରୋଲିଂ ଏଲିମେଣ୍ଟ ବୋଲି କହୁଛନ୍ତି କମ୍ପ୍ୟୁଟର ସିଷ୍ଟମ ଆଣ୍ଡ ଇଟ୍ ଇଜ ଦ ସମଟାଇମ୍ସ ରେଫର ଟୁ ଏଜ ଦ ଚିପ୍। ଗୋଟେ ଚିପ୍ ଲାଗିଥାଏ ମନେ ରଖିଥିବେ ମାଇକ୍ରୋ ପ୍ରୋସେସର ଗୋଟେ ଚିପ୍ ଲାଗିଥାଏ। ଏଟା ମାଇକ୍ରୋସଫ୍ଟ କମ୍ପାନୀର ଦେଖିବେ ତ ମାଇକ୍ରୋସଫ୍ଟ କମ୍ପାନୀର ଗୋଟେ ଚିପ୍ ଲାଗିଥାଏ। ହଁ, ଇଣ୍ଟେଲ ହଉ ଇଣ୍ଟେଲ କୋର ର ହଉ i3 ଯେକୌଣସି ଆପଣଙ୍କର ମାନେ ସିରିଏଲ ହଉ ସେଟା ଆପଣଙ୍କର ଚିପ୍ ଲାଗିଥିବ ସେ ଅନୁସାରେ ଆପଣଙ୍କ କମ୍ପ୍ୟୁଟରଟା ସେତିକି ଫାଷ୍ଟ ହେଇଥାଏ। ଆପଣ ଲୋୟର ଭର୍ଜନ ଲଗେଇଲେ ଆପଣଙ୍କର ସ୍ଲୋ ହବ, ଯଦି ହାୟର ଭର୍ଜନ ଲଗାଉଛନ୍ତି ଫାଷ୍ଟ ହବ। ଦ ମାଇକ୍ରୋ ପ୍ରୋସେସର ଇଜ ଦ ମେନ୍ ହାର୍ଡୱେयर that drives the କମ୍ପ୍ୟୁଟରକୁ ସେ ଫଙ୍କସନ କରଉଛି। ହଁ, ଇଟ୍ ଇଜ ଦ ଲାର୍ଜ ପ୍ରିଣ୍ଟେଡ सर्किट बोर्ड ରେ PCB ଯୋଉଟା କୁହାଯାଉଛି which is used to the all electronic system of computer, calculator, digital system ଏ ସବୁକୁ ସେ କଣ୍ଟ୍ରୋଲ କରୁଛି। The speed of CPU depends upon the type of microprocessor use। ତ ଆପଣ କେତେ ମାଇକ୍ରୋ ପ୍ରୋସେସର ୟୁଜ କରୁଛନ୍ତି ସେଟା ଡିପେଣ୍ଡ କରୁଛି, ସ୍ପିଡ ଟା ଡିପେଣ୍ଡ କରୁଛି ଆପଣଙ୍କର ମାଇକ୍ରୋ ପ୍ରୋସେସର ଉପରେ। ତ Intel 4004 was the first microprocessor made by the Intel company द्वारा ହେଇଥିଲା in 1971 by the scientist Ted Hoof, engineer of Federico Fanin। ତ ଏଟା ସେ ଡେଭଲପ କରିଥିଲେ ଫାଷ୍ଟ ମାଇକ୍ରୋ ପ୍ରୋସେସର, ତା ନାଁ ହଉଛି କଣ Intel 4004। ଏଟା ମନେ ରଖିବା ଦରକାର। and some popular microprocessor are Intel Core i7 ଆସିଲାଣି, Intel Core i9 ଆଇଲାଣି, Dual Core ଆଇଲାଣି, ଆପଣଙ୍କର Intel Core i3, ପ୍ଲାଟିନିୟମ IV ଏ ସବୁ ହାୟର ଭର୍ଜନ ଗୁଡାକ। ଏଇ ଲ୍ୟାପଟପ କିଣିବା ଆପଣଙ୍କୁ ବହୁତ କଷ୍ଟଲି ପଡିଥାଏ। ତ i7 ଆପଣଙ୍କର i9 ଏଗୁଡା ସବୁ ଗେମିଂ ଲ୍ୟାପଟପ ବା ଆପଣଙ୍କର ବଡ କୌଣସି ବଡ ଫଙ୍କସନ ବା ଆପଣ କଣ କୌଣସି ବଡ କାମ କରୁଛନ୍ତି ଆପଣଙ୍କର ସେଥିପାଇଁ ଫଙ୍କସନ ଟା ସ୍ପିଡ ଟା ବହୁତ ଅଧିକ ଦରକାର ଲ୍ୟାପଟପ ର। ତ ସେଥିପାଇଁ ଏଇ ସବୁ ବ୍ୟବହାର କରାଯାଇଥାଏ। ତ ଏଇଗୁଡା ହଉଛି ଆପଣ ମାଇକ୍ରୋ ପ୍ରୋସେସର ବୋଲି ଆମେ କହୁଛନ୍ତି। ତାପରେ ଆସିଲା ମଦର ବୋର୍ଡ। କଣ ନା ମଦର ବୋର୍ଡ ଆପଣ ଜାଣିଥିବା ଦରକାର ଯେ ମଦର ବୋର୍ଡ ଗୋଟେ ସର୍କିଟ ବୋର୍ଡ ଯୋଉଠି ସବୁ କିଛି ଆପଣଙ୍କର ମାଇକ୍ରୋ ପ୍ରୋସେସର ହଉ ସବୁ କିଛି ଆପଣଙ୍କର କଣ ଥାଏ ନା ସେ ଯୋଉ ମଦର ବୋର୍ଡରେ ସେ କଣ ଥାଏ ନା ତାକୁ ପୁଟ କରିକି ରଖା ହେଇଥାଏ। ସେଟା କୁହାଯାଉଛି ମଦର ବୋର୍ଡ। ତ ମେନ୍ ସର୍କିଟ ବୋର୍ଡ ଆମେ କହୁଛନ୍ତି ତାକୁ ମେନ୍ ସର୍କିଟ ବୋର୍ଡ ବା ମଦର ବୋର୍ଡ କୁ କହୁଛନ୍ତି। ଏନି କମ୍ପ୍ୟୁଟର ଇଜ କଲ୍ଡ ଦ ମଦର ବୋର୍ଡ ଆମେ କହୁଛନ୍ତି। ଇଟ ଇଜ ନୋନ୍ ଆଜ ଦ ମେନ୍ ବୋର୍ଡ, ଯୋଉଟା ଆମେ ମେନ୍ ବୋର୍ଡ ବା ଲଜିକ ବୋର୍ଡ ଆମେ କହୁଛନ୍ତି। and system board or ପ୍ଲାନାର ବୋର୍ଡ ବୋଲି ଆମେ ତାକୁ କହୁଛନ୍ତି। ଏଟା ମନେ ରଖିବା ଦରକାର। ଏତିକି ସବୁ ନାଁ ଅଛି ତ ଏଇ ସବୁ କ୍ୱେଶ୍ଚନ ଆସିଥାଏ। all the other electronic device circuits of the computer system attached to the board like ROM ଥାଏ, RAM ଥାଏ, ଯୋଉଟା କି ଆମେ କହୁଛନ୍ତି ରିଡ ଓନଲି ମେମୋରି। ହଁ, ତ ଏଇଗୁଡାକ ଆମେ କହୁଛନ୍ତି କଣ ଏକ୍ସପେନସନ ସ୍ଲଟ ଥାଏ, PCI ସ୍ଲଟ ଥାଏ, USB ପୋର୍ଟ ଥାଏ। ହଁ, ତ ଏଇ ସବୁ ଗୁଡାକ ସବୁ ସେଇ ଆପଣଙ୍କର ମଦର ବୋର୍ଡ ରେ କନେକ୍ଟ ହେଇକି ଥାନ୍ତି ହେଲା। ତ ମଦର ବୋର୍ଡ ଯଦି ଆପଣ ଖରାପ ହେଇଯିବ ଜାଣିବେ ଯେ ଆପଣଙ୍କର ହୋଲ ଆପଣଙ୍କର ସିଷ୍ଟମ ଟା କମ୍ପ୍ୟୁଟର ଟା ହିଁ ଖରାପ ହେଇଗଲା, କିଛି ଆପଣ ଚାଲିବ ନାହିଁ। It also include the control devices like hard drive control କରୁଛି, DVD drive କୁ control କରୁଛି, keyboard mouse କୁ ବି control କରୁଛି। ତ ଆପଣ component of motherboard କଣ ନା CMOS ବ୍ୟାଟେରୀ ବି ଲାଗୁଛି ଆପଣଙ୍କର, ସେଟା ବି motherboard ରେ connect ହେଇକି ରହୁଛି। ଫ୍ୟାନ ଲାଗୁଛି କାହିଁକିନା ଆପଣ ହିଟ୍ ଯେତେବେଳେ ଅଧିକ ହେଇଯିବ ଫ୍ୟାନ ତାକୁ ଥଣ୍ଡା କରେ। ଆପଣଙ୍କର କମ୍ପ୍ୟୁଟର ଲ୍ୟାପଟପ ହଉ ଆପଣଙ୍କର କମ୍ପ୍ୟୁଟର ହଉ CPU ହଉ, SMPS ପ୍ରୋସେସର ଚିପ୍, ବାୟୋସ୍ ଚିପ୍, ଏକ୍ସପେନସନ ସ୍ଲଟ, PCI ସ୍ଲଟ, ବୁସେସ୍। ତ ଏଗୁଡାକ ସବୁ ଆପଣଙ୍କର ହଉଛି କଣ ଗୋଟେ ଗୋଟେ ହଉଛି ମଦର ବୋର୍ଡ ର ଗୋଟେ ଗୋଟେ ଆପଣ କମ୍ପୋନେଣ୍ଟ। ଏ କମ୍ପୋନେଣ୍ଟ ଲାଗିଲେ ହିଁ ଆପଣ ମଦର ବୋର୍ଡ ଟା କମ୍ପ୍ଲିଟ ହବ। ତ ଆଜିକା ପାଇଁ କମ୍ପ୍ୟୁଟର ଆର୍କିଟେକ୍ଚର ଏତିକି ହଉଛି କ୍ଲାସ। ତ ଆଶା କରୁଛି ଆପଣ କ୍ଲାସ ଟିକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିଥିବେ। ଆପଣ କ୍ଲାସ ଟିକି ୱିଦାଉଟ ସ୍କିପ ରେ ଆପଣର ଏ କ୍ଲାସ ଟିକୁ ସମ୍ପୂର୍ଣ୍ଣ ଭାବରେ କରନ୍ତୁ। ଯେକୌଣସି ଆପଣ ଏକ୍ସାମ ଦଉଛନ୍ତି ସେ ଏକ୍ସାମ ରେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଠୁ ଆସିଥାଏ। ଗୋଟେ ଦିଟା ନିହାତି କ୍ୱେଶ୍ଚନ ଆସିବ ଏଥିରୁ। ତ ପ୍ରତ୍ୟେକ କ୍ଲାସ ଇମ୍ପୋର୍ଟାଣ୍ଟ।
ଆଉ ଯଦି ଆପଣ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଆପଣ ଏଇ ଯୋଉ କମ୍ପ୍ୟୁଟର କ୍ଲାସେସ୍ ଚାଲିଛି ତାର ପ୍ଲେ ଲିଷ୍ଟ କୁ ଯିବେ, ପୂର୍ବ କ୍ଲାସ ଗୁଡା କରିବେ, କାହିଁକିନା ଯେକୌଣସି କ୍ଲାସ କରୁନଥିଲେ ଫାଷ୍ଟ କ୍ଲାସ ଯଦି ଏଟା କରୁଛନ୍ତି ତାହେଲେ ଆପଣ କିଛି ବୁଝିପାରିବେନି ଏତେ ଶୀଘ୍ର। ତେଣୁ ଆପଣ ସବୁ କ୍ଲାସ କରିବାକୁ ପଡିବ ସିରିୟଲି। କ୍ଲାସ କରନ୍ତୁ। ଯଦି ଭିଡିଓଟି ଭଲ ଲାଗିଛି ଆପଣ ଲାଇକ୍ କରିନେବେ, ସବସ୍କ୍ରାଇବ କରିନେବେ ଆଉ ବେଲ୍ ଆଇକନ୍ ପ୍ରେସ କରିଦେବେ। ଯେତେବେଳେ କୌଣସି ନୂଆ ଭିଡିଓ ଅପଲୋଡ ହଉଛି ଆପଣଙ୍କୁ ସର୍ବପ୍ରଥମେ ନୋଟିଫିକେସନ ମାଧ୍ୟମରେ ମିଳିଯିବ। ତ ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।